ନାଟା ତାହେଲେ ସନା ଦାସ। ସାର୍ ଆପଣ ଶୁଣିଲି ସମାଜ ସେବା କରୁଛ। ଆପଣଙ୍କ ଆଶୀର୍ବାଦରୁ ଏ ଅଞ୍ଚଳର ହର୍ତ୍ତା କର୍ତ୍ତା ଦୈବ ବିଧାତା। ନାଇଁ ସାର୍ ଏତେଟା ଦେ ଭଲ କାମରେ ପ୍ରଶଂସା କରିବା କ'ଣ ଭୁଲ? କ'ଣ କିଛି ଦରକାର ଥିଲା? ଦରକାର ନଥିଲେ କେହି କ'ଣ କାହା ପାଖକୁ କେବେ ଆସେ? ତାହେଲେ ଆପଣ ଟିକେ ୱେଟ୍ କରନ୍ତୁ, ମୁଁ ଲୋକମାନଙ୍କୁ ଭେଟି ଆସୁଛି। ଲୋକମାନଙ୍କୁ ଭେଟି ସାରିଲା ପରେ ତୁମେ ତ ଆଉ ଏ ନିରୋଳା ରୁମ୍ର ସନା ଦାସ ହେଇନଥିବ। ମୁଁ କହିବି କ'ଣ? ମାନେ କିଛି ବୁଝିପାରୁନ? ସମାଜର ସେବା କରୁଛ, ସରକାର ବିରୁଦ୍ଧରେ ଆନ୍ଦୋଳନ କରୁଛ, ରାଜନୀତିର ସ୍ୱାଦ ଚାଖିବାକୁ ମନ କରୁଛ। ହେଲେ ମୁଁ କାହିଁକି କ'ଣ ପାଇଁ ଆସିଛି କିଛି ବୁଝିପାରୁନ? ନାଇଁ ସାର୍, ତାହେଲେ ମୁଁ କହିବି ମୋର ଗୋଟାଏ ବଦଗୁଣ। ମୁଁ ଯାହା କୁହେ ଫେସ୍ ଟୁ ଫେସ୍ କୁହେ। ଆଉ ସେ କଥାଟା ହେଲା ତମେ ମୋ ସହ ହାତ ମିଶେଇ ଦିଅ। ମୋ ରାସ୍ତାରେ କଣ୍ଟା ହେଇ ନୁହଁ, ବରଂ ଫୁଲ ହେଇ ଫୁଟିଯାଅ। ସେଥିରେ ତୁମର ମଙ୍ଗଳ ହେବ। ଲାଇଫଟାକୁ ଏନ୍ଜୟ କରିବ, ଏନ୍ଜୟ। ବିକ୍ରମ ବାବୁ, ବାବୁ ନୁହଁ, ସାର୍ ନୁହଁ, ଏଇଟା ତୁମ ଗାଁର ଏକ ନିରୋଳା ଜାଗା। ଏଠି ଖାଲି ବେପାର ଚାଲେ, ବେପାର। ଟଙ୍କା ପଇସାରେ ଏଠି ସମସ୍ତେ ବିକ୍ରି ହେଇଯାଆନ୍ତି। ତୁମ ପରି ସମାଜସେବୀ ମାନଙ୍କୁ ନେଇ ଆମେ କରୁ ରାଜନୀତି, ଆଉ ଜନତାଙ୍କ ପାଇଁ ପାଲଟି ଯାଉ ଭଗବାନ। ଆପଣ ଆସିପାରନ୍ତି। ଚାଲିଯିବି ପୁଣି ଖାଲି ହାତରେ। ତମେ ଜାଣିନ ସନା ଦାସ, ରାଜଧାନୀରେ ରାଜନୀତି କରୁଥିବା ଏ ବିକ୍ରମ ସେଠକୁ ତମ ପରି ଶହ ଶହ ସମାଜସେବୀ ପ୍ରତିଦିନ ସକାଳୁ ଉଠି ସଲାମ କରନ୍ତି, ସଲାମ। ତେଣୁ ଭଲରେ ଭଲରେ ମୋ ପ୍ରସ୍ତାବରେ ରାଜି ହେଇଯାଅ। ଆପଣଙ୍କ ପ୍ରସ୍ତାବରେ ରାଜି ହେବା ପୂର୍ବରୁ ଗୋଟେ ଛୋଟ ଗିଫ୍ଟ ଦଉଛି। ଖୁମ୍ବି ଦେଲୁ, ପୁଣି ଚପଲରେ, ପୁଣି ମତେ ଭଲ କଲୁ। ହେଲେ ଘଣ୍ଟାଟା ମୋ ରାଜନୀତି କ୍ୟାରିୟରରେ ଗୋଟାଏ କମା ଲଗେଇଦେଲା। ମୁଁ ଯୋଉଦିନ ଘୁମ୍ପିବି ସେଦିନ ତୋ ଲାଇଫରେ ଫୁଲ୍ ଷ୍ଟପ୍ ଲଗେଇଦେବି ସନା ଦାସ। ବିକ୍ରମ ସେଠର